ଦେଖନ୍ତୁ ଆଜି ଆମର ଅନରେବଲ ମିନିଷ୍ଟର ଶ୍ରୀ ଜଗତ ପ୍ରକାଶ ନଡ୍ଡାଜୀ ଇନାଗୁରେଟ୍ କଲେ ଆମର liver transplant unit and robotic surgery. Robotic surgery ଗୋଟେ ହାଇ ଟେକ୍ନୋଲୋଜି ଆଉ ହାଇ ଏଣ୍ଡ ସର୍ଭିସେସ୍ ଆଉ liver transplant ବି ଗୋଟେ ହାଇ ଏଣ୍ଡ ସର୍ଭିସେସ୍ ହାଇ ଟେକ୍ନୋଲୋଜି ଦରକାର ଆଉ ସ୍କିଲ୍ ବି ଦରକାର। ତ ବର୍ତ୍ତମାନ ଆମର ଯେଉଁ liver transplant system liver transplant surgery start ହେଲା ଏମ୍ସ ଭୁବନେଶ୍ୱରରେ ମୁଁ କହିବି ଯେ ଆମର ଏଇଟା ବହୁତ ଖୁସିର ଖବର ଆମେ ବହୁତ ଗର୍ବ ଅନୁଭବ କରୁଛେ एंड ଏବେ ଲୋକମାନେ ଯେଉଁମାନଙ୍କର ଲିଭର ଡିଜିଜ୍ ଆଉ ଲିଭର ଫେଲିଓରରେ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ପାଇଁ ତାର ନୂଆ ଜୀବନ ମିଳିବ। ଆଉ ଆପଣମାନେ ଦେଖିଲେ ଆମେ ଦୁଇଟା ଅପରେସନ୍ ଅଲରେଡି କରିସାରିଛୁ। ଦୁଇ ଜଣ ଯେଉଁ ୟଙ୍ଗ ବ୍ରାଦର ସେ ଛୋଟ ଭାଇ ବଡ଼ ଭାଇକୁ ଲିଭର ଦେଲେ ଆଉ ସେ ଠିକ୍ ଠାକ୍ ଅଛନ୍ତି, ତାଙ୍କର କିଛି କମ୍ପ୍ଲିକେସନ୍ ନାହିଁ। ଆଉ ଯିଏ ଡୋନର ସେ ତ ଠିକ୍ ଅଛି, ଯିଏ ରିସିପିଏଣ୍ଟ ସେ ବି ଠିକ୍ ଅଛନ୍ତି ବର୍ତ୍ତମାନ। ଆଉ ଯିଏ ୱାଇଫ୍ ଯିଏ ହଜବେଣ୍ଡକୁ ଦେଇଥିଲେ ସେ ବି ବର୍ତ୍ତମାନ ଠିକ୍ ଅଛନ୍ତି। ୱାଇଫ୍ ଯୋଉ ଡୋନର ତ ଏଇ ଆମେ ଆଜି ସେଇ ଦୁଇ ଜଣଙ୍କୁ ଡାକିଲୁ ଆଉ ଅଡିଟୋରିୟମ୍ ଆମେ ସମସ୍ତଙ୍କୁ ଦେଖେଇଲୁ ଯେ ଦେଖନ୍ତୁ ଅର୍ଗାନ ଡୋନେସନ୍ ଯଦି ଆପଣ ଲିଭର କିଡନୀ ଯଦି ଦେବେ ଆଉ ଲାଇଫ୍ ଡୋନେସନ୍ ଦେଲେ କିଛି ଅସୁବିଧା ହେବ ନାହିଁ। ଆଉ ଆମେ ବର୍ତ୍ତମାନ ଆମର ଟ୍ରାନ୍ସପ୍ଲାଣ୍ଟ ଆମର ଯେମିତି କିଡନୀ ଟ୍ରାନ୍ସପ୍ଲାଣ୍ଟ ଲିଭର ଟ୍ରାନ୍ସପ୍ଲାଣ୍ଟ ଆଉ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସବୁ ପ୍ରକାର ଟ୍ରାନ୍ସପ୍ଲାଣ୍ଟ ଆମର ଏମ୍ସରେ ଆମର ସୁବିଧା ଅଛି। ଏବେ ବର୍ତ୍ତମାନ କଥା ହେଲା ଅର୍ଗାନ ମିଳିବ କେମିତି, ଆମେ ପାଇବା କେମିତି ଅର୍ଗାନ, ଲିଭର ଅର୍ଗାନ କିଡନୀ ଅର୍ଗାନ ସବୁ ଯେଉଁ ପ୍ରକାର ଆମର ହାର୍ଟ କେମିତି ଆମେ ପାଇବା ସେଇଟା ହେଉଛି ବଡ଼ ଚ୍ୟାଲେଞ୍ଜ। ଏବେ সোসাইটি ଲୋକମାନେ ସେମାନେ ସେମାନେ ଜାଣିଲେ ତାହେଲେ ଅର୍ଗାନ ଦେବେ, ସେମାନଙ୍କୁ ଜାଣିବାକୁ ହବ। ତ ଆମର ଗୋଟେ ଅର୍ଗାନ ଡୋନେସନ୍ ଗୋଟେ ଆୱାରନେସ୍କୁ ବଢ଼ାଇବାକୁ ପଡ଼ିବ। ସମସ୍ତେ সোସାଇଟିରେ ସେମାନେ ଯେତେବେଳେ ଆମର ଯେଉଁମାନେ ଡେଥ୍ ହେଲା ପରେ ବି ଅର୍ଗାନ ଡେଥ୍ ହେଲା ପରେ ଅର୍ଗାନ ନେଇକି ଜଣଙ୍କୁ ଆମେ ବଞ୍ଚେଇ ପାରିବା। ସୋ ଯେଉଁ ଅର୍ଗାନ ଡୋନେସନ୍ ସେଇ ଆମର ଯେଉଁ ଆୱାରନେସ୍ଟା ଆମ ଭିତରେ ନାହିଁ ସେଇଟାକୁ ବଢ଼ାଇବାକୁ ପଡ଼ିବ। ଆଉ ଯେଉଁମାନେ ଧରନ୍ତୁ ଲାଇଫ୍ରେ ବହୁତ ପ୍ରକାର ରୋଗରେ ଲୋକମାନେ ମୃତ୍ୟୁବରଣ କରୁଛନ୍ତି, କିନ୍ତୁ ସେ ଯେତେବେଳେ ସେ ଏଇ ଦୁନିଆରୁ ଯାଉଛନ୍ତି ଛାଡ଼ିକି ଯାଉଛନ୍ତି, ସେମାନେ ଯଦି ଅର୍ଗାନ ଦେଇଦେବେ ତାହେଲେ ହୁଏତ ଆଉ ଜଣଙ୍କର ଜୀବନ ବଞ୍ଚିପାରିବ। ଏଇଭଳିଆ ଆମର ଗୋଟିଏ ମାନେ ଇଏ ଆୱାରନେସ୍ କ୍ରିଏଟ୍ କରିବାକୁ ପଡ଼ିବ, ଲୋକମାନଙ୍କୁ ଜଣାଇବାକୁ ପଡ଼ିବ ଯେ ଭାଇ ତମେ ବା ସମସ୍ତେ ଅର୍ଗାନ ଡୋନେସନ୍ ପାଇଁ ଆମର ଏଇଟା ବହୁତ ଦରକାର। ଆଉ ମିଡ଼ିଆ ମାଧ୍ୟମରେ ଏଇଟା ହେଇପାରିବ। ଆମ ବର୍ତ୍ତମାନ ଆମ ଦେଶରେ ଅର୍ଗାନ ଡୋନେସନ୍ ଯେଉଁ ପରସେଣ୍ଟେଜ ମୁଁ କହିଲି ବହୁତ କମ୍। ଲୋକମାନେ ବୁଝିପାରୁନାହାନ୍ତି ଜାଣିପାରୁନାହାନ୍ତି ଯେ ଯଦି ମୁଁ ଲିଭରଟା ଦେବି ତାହେଲେ ହୁଏତ ମୁଁ ମରିଯିବି ବା ମୋର ଜୀବନରେ କିଛି ହୁଏତ କିଛି ଖରାପ ହେଇଯିବ। କିନ୍ତୁ ଦେଖନ୍ତୁ ଆପଣ ଏବେ ବର୍ତ୍ତମାନ ଦୁଇ ଜଣ ଅର୍ଗାନ ଦେଇଛନ୍ତି, ତାଙ୍କର କିଛି ଅସୁବିଧା ହେଇନି। ସେଇଭଳି ଆମେ ଏବେ ବର୍ତ୍ତମାନ ଅର୍ଗାନ ଡୋନେସନ୍କୁ କେମିତି ବଢ଼ାଇବା। ଯଦି ଅର୍ଗାନ ଡୋନେସନ୍ ଲୋକମାନେ ଅର୍ଗାନ ଡୋନେଟ୍ କରିବେ ତ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ସିଷ୍ଟମଟା ଆଗକୁ ବଢ଼ିବ ଆଉ ଲୋକମାନେ ବଞ୍ଚିତ ହେଇପାରିବେ। ଆଉ ଆମର ବର୍ତ୍ତମାନ ଆଉ ଗୋଟେ ଯେଉଁ ହାଇଟେକ୍ ରୋବୋଟିକ୍ ସର୍ଜରୀ ଷ୍ଟାର୍ଟ ହେଲା। ଆଉ ରୋବୋଟିକ୍ ସର୍ଜରୀ ଯେମିତି ଆପଣ କନଭେନସନାଲ ସର୍ଜରୀ ଆଉ ରୋବୋଟିକ୍ ସର୍ଜରୀର ଫରକ କ'ଣ? କନଭେନସନାଲ ଯେଉଁ ସର୍ଜରୀ ଯେଉଁ ହେଉଛି ସେଥିରେ ଆମର କମ୍ପ୍ଲିକେସନ୍ ରହୁଛି ଆଉ ପେସେଣ୍ଟ ଅପରେସନ୍ ପରେ ବହୁତ ଦିନ ହସ୍ପିଟାଲରେ ରହିବାକୁ ପଡ଼ୁଛି। ତ এইগুলা ଯେଉଁ ହସ୍ପିଟାଲରେ ବେଶୀ ଦିନ ରହିଲେ ଖର୍ଚ୍ଚ ବି ବଢ଼ୁଛି। କିନ୍ତୁ ଏଇ ଟେକ୍ନୋଲୋଜିରେ ଆପଣ ଠିକ୍ ଭାବରେ ଏକଦମ ପ୍ରିସାଇଜଲି ଆପଣ ଟ୍ରିଟମେଣ୍ଟ କରିପାରିବେ। କମ୍ ଦିନ ରହିବ ହସ୍ପିଟାଲରେ ଯେଉଁ ଆଡମିସନ୍ ସେମାନେ ବହୁତ କମ୍ ଦିନରେ ଡିସଚାର୍ଜ ହେଇଯିବେ। ଆଉ ହୁଏତ ଟିକେ ଏକ୍ସପେନ୍ସିଭ୍ ବଟ୍ ତା ପାଇଁ ଆମର ବ୍ୟବସ୍ଥା ଅଛି। ଆମର ଯେଉଁ ଆୟୁଷ୍ମାନ ଭାରତ କାର୍ଡ ତାର ଥ୍ରୁରେ ବି ଆମେ ଆମେ ଡିସ୍କାଉଣ୍ଟରେ ଆମେ ଦେଇପାରିବୁ ବା ଲୋକଙ୍କୁ ଆମେ ସେବା ଯୋଗାଇ ପାରିବୁ। ଆଉ ଆମର ଯେଉଁ ଭିଜନ ଅଛି ଆମେ କେମିତି ଲୋକଙ୍କୁ ଗରିବ ଲୋକଙ୍କୁ ଆମେ ସେବା କରିବୁ, ଆମର ମିନିଷ୍ଟ୍ରି ଅନରେବଲ ହେଲ୍ଥ ମିନିଷ୍ଟର ଆମର ଯେଉଁ ଜେପି ନଡ୍ଡାଜୀ ଆଉ ଆମର ସେକ୍ରେଟାରୀ ଏଣ୍ଡ ଆମର ଅନରେବଲ ପ୍ରାଇମ୍ ମିନିଷ୍ଟରଙ୍କ ଭିଜନ କେମିତି ଆମେ ଲୋକଙ୍କୁ ସଠିକ୍
ଠିକ ଭାବରେ ଆମେ ଟ୍ରିଟମେଣ୍ଟ ଦେଇପାରିବା ଗରିବ ଲୋକଙ୍କୁ, ସେଇଟା ଆମର ମେନ୍ ଉଦ୍ଦେଶ୍ୟ। ତ ଆମର ଏହି ଯେଉଁ ହାଇ ଟେକ୍ନୋଲୋଜି ରୋବୋଟିକ୍ ସର୍ଜରୀ ଏବଂ লিভার ট্রান্সপ্লান্ট, কিডনি ট্রান্ସପ୍ଲାଣ୍ଟ ଆଉ ଯେଉଁ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ, ଏଗୁଡ଼ା ଆମର ଏମ୍ସ ଆମେ ଗରିବ ଲୋକଙ୍କୁ ଆମେ ଦେବା ପାଇଁ ସବୁବେଳେ ଆମେ ପ୍ରସ୍ତୁତ ଅଛୁ। ଲୋକମାନେ ଆସନ୍ତୁ ଆମ ପାଖକୁ, ଆମେ ଏହିସବୁ ଯେଉଁ ହାଇଟେକ୍ ସର୍ଭିସେସ୍, ଯେଉଁ ଟେକ୍ନୋଲୋଜି ଡ୍ରିଭେନ୍ ଯେଉଁ ପେସେଣ୍ଟ କେୟାର, ଏହିସବୁ ଆମେ ଲୋକଙ୍କୁ ଯୋଗାଇଦେବୁ।